ସମସ୍ତଙ୍କୁ ସୁପ୍ରଭାତ। ଆଜି ଆମେ ହେ ମୋର କଲମ କବିତାର ଦ୍ୱିତୀୟ ଦିବସରେ ପୁନଃ ଆଲୋଚନା କରିବା କଲମର ଆଉ କି ମୋହନୀୟ ଗୁଣ ରହିଛି, କଲମ କିପରି ସମଗ୍ର ସମାଜକୁ ସମଗ୍ର ବିଶ୍ୱକୁ ଧାରଣ କରିଛି ସେ ସମ୍ପର୍କରେ ଆହୁରି ଜାଣିବା। କବି ଗୋଦାବରୀଶ ମହାପାତ୍ରଙ୍କର ବିପ୍ଳବୀ କଲମ କ'ଣ ଆଉ କହେ ସେ ସମ୍ପର୍କରେ ଆମର ନିହାତି ଧାରଣା ହେବ। ଦେଖ ପରବର୍ତ୍ତୀ ପଦଗୁଡ଼ିକ। କହୁଛନ୍ତି, ଆସେ ଚେଙ୍ଗିସ୍ ଯାଏ ହିଟଲର ମାତେ କେତେ ମତବାଦ, ଦି ଦିନର ଏଇ ଧରଣୀ ଦୁଆରେ ସଭ୍ୟତା ବୁଦବୁଦ। ସବୁରି ଉପରେ ତୁମେ ଅଛ ଥରେ ଦେବାକୁ ଅମର ଗାର, ଆଜି ଏତେବେଳେ ଜଳକି କଲମ ମୁଣ୍ଡା ହେଲା କି ଧାର। ହେ କଲମ ମୋର ଅତି ଆପଣାର ଅନ୍ତର କଥା କହ, ଦେଖିଛ କି ଏତେ ସତ୍ୟ ନାମରେ ଛଳନା ଦୁର୍ବିସହ। କେତେ ଅବତାରେ ଧରଣୀ ବୁକୁରେ ଦେବତା ହୋଇଲା ନର, କାଳ ଇଙ୍ଗିତରେ ଲୁଚିଗଲେ ସବୁ ରହିଲା ତୁମରି ଗାର। ତୁମେ ଗୌତମ ଶଙ୍କର ଯୀଶୁ ବଚନ ରଖିଛ ଧରି, ଜାଗ୍ରତ କର ଉଦ୍ୟତ କର ଆଉ ଥରେ ସେହିପରି। ତୁମେ ତ ଚାଲିନ ଛଳନାରେ କେବେ ଥକିନ ଗୁଣ୍ଡାମିରେ, ପେଷଣ ଶୋଷଣ ଦୂଷଣ ଦେଇଛ ଆଡ଼ଇ ଏକଇ ଗାରେ। ଛେଦନ କରିଛ ବନ୍ଧନ ଯେତେ ଅନ୍ଧେ ଦେଇଛ ଆଖି, କାଳ ବକ୍ଷରେ ମହାଅକ୍ଷରେ ପଦେ ପଦେ ଲେଖି ଲେଖି। ବିପ୍ଳବ ତବ ସତ୍ୟ ଶାନ୍ତି ଶିବ ସୁନ୍ଦର ରସେ, ଯୁଗ ଯୁଗାନ୍ତ ଅନ୍ଧାର ଭେଦି ତୁମରି ପ୍ରଦୀପ ହସେ ତୁମରି ପ୍ରଦୀପ ହସେ। ଏଠାରେ ଦେଖ, ଚେଙ୍ଗିସ୍ କହିଲେ ତ୍ରୟୋଦଶ ଶତାବ୍ଦୀରେ ମଙ୍ଗୋଲମାନଙ୍କ ଅଧିନାୟକ ଚେଙ୍ଗିସ୍ ଖାଁ ମଧ୍ୟ ଏସିଆରେ ମୁସଲମାନ ସାମ୍ରାଜ୍ୟ ଧ୍ୱଂସ କରିଥିଲେ। ଜଣେ ନିଷ୍ଠୁର ନରହନ୍ତାକାରୀ ଓ ରାଜ୍ୟଲିପ୍ସୁ ଭାବରେ ଇତିହାସରେ ସେ ପରିଚିତ। ହିଟଲର, ଆଡଲଫ୍ ହିଟଲର, ଯିଏକି ଅଷ୍ଟ୍ରିଆରେ ଏକ ସାଧାରଣ ପରିବାରରେ ଜନ୍ମଗ୍ରହଣ କରିଥିଲେ, ଜଣେ ଦୃଢ଼ମନା ଉଚ୍ଚାଭିଳାଷୀ ଓ ନିଷ୍ଠୁର ପ୍ରକୃତି ସମ୍ପନ୍ନ ବ୍ୟକ୍ତି ଭାବରେ ସେ ପରିଚିତ। ନାଜି ପାର୍ଟି ଗଠନ କରି ସେ ଜର୍ମାନର ସର୍ବୋଚ୍ଚ ଅଧିକାରୀ ହୋଇଥିଲେ। ତ ଏହିପରି ଭାବରେ ଆମେ ଦେଖିବା କବିତାରେ ଯେ ଏମିତି ଚେଙ୍ଗିସ୍ ଖାଁ ଆସିଛନ୍ତି, ହିଟଲର ଆସିଛନ୍ତି, କେତେ କେତେ ନୂଆ ନୂଆ ମତବାଦ ମାତିଛି ଏଇ ଦୁନିଆରେ କହିହେବ ନାହିଁ। ଦି ଦିନର ଏଇ ଧରଣୀ ଦୁଆରେ ସଭ୍ୟତା ବୁଦବୁଦ, ମାନେ ପାଣି ଫୋଟକା ପରି ପୁଣି ମିଳେଇ ଯାଇଛି। ଯେମିତି ବର୍ଷା ହୁଏ, ପାଣି ଫୋଟକା ହୁଏ, ପୁଣି କିଛି କ୍ଷଣ ପରେ ପାଣି ଫୋଟକା ମିଳେଇ ଯାଏ, ଠିକ୍ ସେମିତି କାଳବକ୍ଷରେ ଏମାନେ ସବୁ ଲୁଚି ଯାଇଛନ୍ତି, କିନ୍ତୁ କଲମ ଗାରରେ ସବୁ କିଛି ରହିଯାଇଛି। ସବୁରି ଉପରେ ତୁମେ ଅଛ ଥରେ ଦେବାକୁ ଅମର ଗାର, କଲମ ସବୁରି ଉପରେ ଅମର ଗାର ଲିପିବଦ୍ଧ କରିବା ପାଇଁ ରହିଛି। କିନ୍ତୁ ଯେତେବେଳେ ଓଡ଼ିଆ ଜାତି ସୁପ୍ତ ଅବସ୍ଥାରେ ରହୁଛି, ଓଡ଼ିଶା ସୁପ୍ତ ଅବସ୍ଥାରେ ରହିଯାଉଛି, ସେତେବେଳେ କାହିଁକି କଲମ ତୁମେ ଜଡ଼ ହେଇଯାଉଛ, ତୁମର ଧାର କାହିଁକି ମୁଣ୍ଡା ହେଇଯାଉଛି, ମୁନିଆ ହେଉନାହିଁ। ଏହି ପ୍ରକାରେ କଲମକୁ ପ୍ରଶ୍ନ କରୁଛନ୍ତି କବି। କହୁଛନ୍ତି ଯେ ହେ କଲମ, ତୁମେ ତ ହେଉଛ ମୋର ଅତି ଆପଣାର, ଏବେ ଅନ୍ତରର କଥା କହ। ତୁମେ ଏତେ ସତ୍ୟ ନାଁରେ ଛଳନା ଦୁର୍ବିସହକୁ କେମିତି ବହନ କରିପାରୁଛ, କେମିତି ସହ୍ୟ କରିପାରୁଛ। ସବୁ କିଛିକୁ ଉଖାରି ଦିଅ, ସବୁ ବିଷକୁ ଉଦ୍ଗାରି ଦିଅ ତୁମ କଲମ ମୁନ ମାଧ୍ୟମରେ ବୋଲି କବି ଏଠାରେ ବର୍ଣ୍ଣନା କଲେ। କେତେ ଅବତାରେ ଧରଣୀ ବୁକୁରେ ଦେବତା ହୋଇଲା ନର। ଦେଖ କେତେ ଅବତାର ନେଇଛନ୍ତି ଭଗବାନ ସ୍ୱୟଂ ବିଷ୍ଣୁ, ମାନେ ଏଇ ଧରଣୀ ବୁକୁରେ ବା ଧରଣୀର ଉପରେ। କେତେବେଳେ ରାମଚନ୍ଦ୍ରଙ୍କର ଅବତାର ତ, କେତେବେଳେ ବଳରାମଙ୍କର ଅବତାର, ପୁଣି କେତେବେଳେ କୃଷ୍ଣଙ୍କର ଅବତାର ତ, ଆଉ କେତେବେଳେ କଚ୍ଛପ ବରାହ ମୀନ ଇତ୍ୟାଦି ଇତ୍ୟାଦି ମାନେ ଅବତାର ନେଇଛନ୍ତି। କିନ୍ତୁ ନର ଭାବରେ ଜନ୍ମଗ୍ରହଣ କରିଛନ୍ତି ଆମର ତ୍ରେତୟା ଯୁଗରେ ରାମଚନ୍ଦ୍ର ଏବଂ ଦ୍ୱାପର ଯୁଗରେ କୃଷ୍ଣ ବଳରାମ ହୋଇକି। ଏହି ପ୍ରକାରେ ଚାଲିଛି, ସମସ୍ତଙ୍କର କାହାଣୀ ଲିପିବଦ୍ଧ କରିଛି କଲମ। ତ ହେ କଲମ, ଆଜି ଓଡ଼ିଶାର ନରନାରୀ, ଆଜି ଓଡ଼ିଶାର ପୁରବାସୀ କାହିଁକି ସେମାନେ ସୁପ୍ତରୁ ଜାଗ୍ରତ ହେଉନାହାନ୍ତି, ତାଙ୍କୁ ଜାଗ୍ରତ କରୁନାହଁ, ଥରେ ତାଙ୍କୁ ଜାଗ୍ରତ କରାଅ। ଏହି ପ୍ରକାରେ କଲମକୁ ବାର୍ତ୍ତା ପ୍ରଦାନ କରିବା ପାଇଁ କବି ଆହ୍ୱାନ କରୁଛନ୍ତି। କହୁଛନ୍ତି, ତୁମେ ତ ଶଙ୍କରଙ୍କର, ଭଗବାନ ଶିବଙ୍କର, ଗୌତମଙ୍କର ଏବଂ ଯୀଶୁଙ୍କର ବଚନକୁ ମଧ୍ୟ ଧାରଣ କରିଛ। ତ ତୁମେ ଆଉ ଥରେ ସେହିପରି ସମସ୍ତଙ୍କୁ ଜାଗ୍ରତ କରାଅ। ତୁମେ ତ କେବେ ଛଳନାରେ ଚାଲିନାହଁ, ତୁମେ ଗୁଣ୍ଡାମିରେ ମଧ୍ୟ ଥକିନାହଁ। ଏମିତିକି ପେଷଣ ଶୋଷଣ ଯାହା ଅଛି ସବୁକୁ ଆଡ଼େଇ ଦେଇଛ, ଯେତେ ବାଧାବିଘ୍ନ ଆସୁ ସବୁ ଆଡ଼େଇ ଦେଇଛ ଏବଂ ତୁମେ ଆଗକୁ ଚାଲିଛ। ତ ସେହି ପ୍ରକାରେ ତୁମେ କାଳବକ୍ଷରେ ମହାଅକ୍ଷରେ ପ୍ରକୃତରେ ତୁମେ କ'ଣ କର, ତୁମର ଅମର ଗାରକୁ ଲିପିବଦ୍ଧ କର। ଯେଉଁ ଅନ୍ଧକୁ ଚକ୍ଷୁଦାନ କଲା ଭଳିଆ ଚକ୍ଷୁଦାନ କରିଛ, ତୁମେ ଆଉ ଥରେ ସେ ଅନ୍ଧକୁ ଚକ୍ଷୁଦାନ କଲା ଭଳିଆ ଓଡ଼ିଶାକୁ ସର୍ବାଗ୍ରେ ରଖ।
ଏହି ପ୍ରକାର କଲମକୁ କବି କହୁଛନ୍ତି ଯେ ତୁମେ ଆହ୍ୱାନ ଦିଅ। ଏବଂ ପରିଶେଷରେ ପୁଣି କହୁଛନ୍ତି ଯେ ବିପ୍ଳବ ତୁମେ ବିପ୍ଳବୀ, କିନ୍ତୁ ତୁମର ବିପ୍ଳବ ହେଉଛି ମାନେ ସତ୍ୟ ଶିବ ଶାନ୍ତି। ତୁମେ ସରସ ସୁନ୍ଦର ଭାବରେ ବିପ୍ଳବ କର ଏବଂ ଯୁଗ ଯୁଗ ଧରି ଯେଉଁ ଗୋଟେ ରଜ୍ଜୁ ବା ଦଉଡ଼ି ଅଛି, ଓଡ଼ିଶାକୁ କେହି ପଚାରୁନଥିଲେ ସେତେବେଳେ ସେହି ସମୟର କଥାକୁ କବି କହୁଛନ୍ତି ଯେ ଓଡ଼ିଶାକୁ ସମସ୍ତେ ଭଲ ପାଆନ୍ତୁ ଏବଂ ଓଡ଼ିଆ ଭାଷାକୁ ମାନ୍ୟତା ଦିଅନ୍ତୁ। ଏହି ପ୍ରକାର କବିଙ୍କର ଆହ୍ୱାନ ଛୁଟି ଚାଲିଛି କବିତାରେ। ତ ଆମେ ଦେଖିବାକୁ ପାଇବା ଯେ ବିପ୍ଳବ କେମିତି କଲମର ସତ୍ୟ ଶାନ୍ତି ଏବଂ ସୁନ୍ଦର ରସରେ ଭରିପୂର, ଏବଂ ସେ କେମିତି ଯୁଗ ଧରି ଯେଉଁ ଅନ୍ଧକାର ଅଛି କଲମ ଏକ ପ୍ରଦୀପ ବା ଦୀପଶିଖା ହୋଇ ସବୁକିଛିକୁ ଆଲୋକିତ କରିଦେଉଛି ତାହା ମଧ୍ୟ ଜାଣିବା। ତ ଆମେ କ୍ଲାସ୍ରେ ସବିଶେଷ ଆଲୋଚନା କରିବା ଏ ବିଷୟରେ। ଧନ୍ୟବାଦ।